नमस्कार। आज ହେଉଛି ଅକ୍ଟୋବର 14 ତାରିଖ ମଙ୍ଗଳବାର ଦିନ ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆମ ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନକୁ କ୍ଲିକ୍ କରି ରଖନ୍ତୁ। ଚାଲନ୍ତୁ ଆଜି ଦିନର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରରେ ଥିବା ଝାରଖଣ୍ଡ ରାଜ୍ୟର ହଜାରିବାଗଠାରେ ପୁଲିସ ଏବଂ ସିଆର୍ପିଏଫ୍ ଦ୍ୱାରା ଏକ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ଏବଂ ସିଆର୍ପିଏଫ୍ର ଏକ ମିଳିତ ଦଳ ବୋକାରୋ ହଜାରିବାଗ ସୀମାନ୍ତ ଅଞ୍ଚଳରେ ଆଜି ସକାଳେ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଚଳାଉଥିବା ବେଳେ ଗୋଟିଏ ମାଓ ଶିବିରକୁ ନଷ୍ଟ କରିଦେଇଛି। ଏହି ମାଓବାଦୀ ଶିବିର ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲ ସାମଗ୍ରୀ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀରେ 2ଟି ଏସ୍ଏଲ୍ଆର୍ ରାଇଫଲ, ମାଗାଜିନ, ବହୁ ସଂଖ୍ୟକ କାର୍ଟ୍ରିଜ, ବ୍ୟାକପ୍ୟାକ୍, ପୋଷାକ ଏବଂ ବିଭିନ୍ନ ବ୍ୟବହାର୍ଯ୍ୟ ସାମଗ୍ରୀ ସାମିଲ ରହିଛି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଦୁଷ୍କର୍ମ, ନବୀନ ନୀରବ। ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ମମତା ବାନାର୍ଜୀ ବେପରୁଆ ବୟାନ ପ୍ରସଙ୍ଗରେ ମମତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଓଡ଼ିଆ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ। ବିଜେଡିର ନୀରବତାକୁ ନେଇ ବର୍ଷିଲେ ଐଶ୍ୱର୍ଯ୍ୟା। ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଦାୟିତ୍ୱରେ ଅଛନ୍ତି, କିନ୍ତୁ ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଝିଅ ସହ ଦୁଷ୍କର୍ମ ଘଟଣାକୁ ନେଇ ନିନ୍ଦା କଲେ ନାହିଁ। କାରଣ ନବୀନ ପଟ୍ଟନାୟକ ମମତା ବାନାର୍ଜୀ ବିରୋଧରେ କହିବାକୁ ଚାହୁଁନାହାନ୍ତି। ନବୀନ ପଟ୍ଟନାୟକ ଓ ମମତା ଘନିଷ୍ଠ ବିଷୟରେ ସମସ୍ତେ ଜାଣିଛନ୍ତି। ବିଭିନ୍ନ ଘଟଣାରେ ଉଭୟ ପରସ୍ପର ସମର୍ଥନ ଦିଅନ୍ତି। ପଶ୍ଚିମବଙ୍ଗ ଘଟଣାରେ ନବୀନଙ୍କ ନୀରବତା ଏହାକୁ ପ୍ରମାଣ କରୁଛି। ପରବର୍ତ୍ତୀ ଖବର, ରାଜଧାନୀରେ 47,126 ବୁଲା କୁକୁର। ବିଏମ୍ସି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ 47,126 ଜଣ ବୁଲା କୁକୁର ଥିବା ନେଇ ସୂଚନା ଦିଆଯାଇଛି। ସମ୍ପ୍ରତି ଭୁବନେଶ୍ୱର ମହାନଗର ନିମନ୍ତେ ଅଞ୍ଚଳରେ ମୋଟ 47,126ଟି ବୁଲା କୁକୁର ରହିଛନ୍ତି। ସେମାନଙ୍କ ମଧ୍ୟରୁ 23,047ଟି ଅଣ୍ଡିରା କୁକୁର ରହିଥିବା ବେଳେ 15,552ଟି ମାଇ କୁକୁର ଏବଂ 1,124ଟି ଛୁଆ ରହିଛନ୍ତି। ସେମାନଙ୍କ ମଧ୍ୟରୁ 4,068ଟି ଅଣ୍ଡିରା କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଉଥିବା ବେଳେ 3,335ଟି ମାଇ କୁକୁରଙ୍କୁ ବନ୍ଧ୍ୟାକରଣ କରାଯାଇଛି। ପରବର୍ତ୍ତୀ ଖବର, ହ୍ୟାଲୋ ମମତା ଦିଦି ଶୁଣାଯାଉଛି? ସୋସିଆଲ ମିଡିଆରେ ଦାର୍ଜିଲିଂର ସାଂସଦ ରାଜୁ ବିସ୍ତାପ ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦାର୍ଜିଲିଂ ସାଂସଦ ହର ଘର ଜଳ ଯୋଜନା ବିଫଳକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରୁଥିବାର ଦେଖିବାକୁ ମିଳିଛି। ସାଂସଦ ରାଜୁ ବିସ୍ତ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଥିବା ଶୁଖିଲା କଲକୁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଡକ୍ଟର କଲକୁ ସେ ଫୋନ୍ ଭାବେ ବ୍ୟବହାର କରିବାର ଅଭିନୟ କରି ହର ଘର ଜଳ ଯୋଜନାକୁ କଟାକ୍ଷ କରିଥିଲେ। ମୋତେ ଶୁଣିପାରୁଛ କି? ପ୍ରତ୍ୟେକ ଘରେ ଗୋଟିଏ ଟ୍ୟାପ୍ ଅଛି, କିନ୍ତୁ ପାଣି ନାହିଁ। ପରବର୍ତ୍ତୀ ଖବର, ହମାସ ବଳରୁ ସମସ୍ତ 20 ଜଣ ବନ୍ଦୀ ମୁକ୍ତ। ଇସ୍ରାଏଲରେ ଆଜି ଖୁସିର ଲହରୀ ଖେଳିଯାଇଛି। ଆଜିର ଦିନଟି ସେମାନଙ୍କ ପାଇଁ ଦୀପାବଳି। ପରା 2 ବର୍ଷର ଯୁଦ୍ଧ ପରେ ଏବେ ଶାନ୍ତି ଫେରିଛି। କିନ୍ତୁ ଦିନେ ତଳେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବିରତି ଚୁକ୍ତିନାମା ହୋଇଥିଲା। ଏହା ଅନୁଯାୟୀ ଆଜି ସମସ୍ତ 20 ଜଣ ବନ୍ଧକଙ୍କୁ ଜାଗାରୁ ମୁକ୍ତ କରାଯାଇଛି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିର ସୂଚନା ଅନୁଯାୟୀ ସେମାନଙ୍କୁ 2ଟି ବ୍ୟାଚ୍ରେ ମୁକ୍ତ କରାଯାଇଛି। ପ୍ରଥମ ବ୍ୟାଚ୍ରେ 7 ଜଣ ବନ୍ଧକ ଏବଂ ଦ୍ୱିତୀୟ ବ୍ୟାଚ୍ରେ 13 ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ଜଣାଯାଇଛି। 7 ଜଣ ବନ୍ଧକ ମୁକ୍ତ ହେବା ପରେ ଇସ୍ରାଏଲରେ ପହଞ୍ଚି ନିଜ ପରିବାର ଭେଟିଛନ୍ତି। ଇସ୍ରାଏଲ ସେନା ଅନୁଯାୟୀ ରେଡ୍କ୍ରସ ଦ୍ୱାରା 13 ଜଣ ବନ୍ଧକଙ୍କ ଦ୍ୱିତୀୟ ବ୍ୟାଚ୍ ସେମାନଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ମୁକ୍ତ 13 ଜଣ ସେମାନଙ୍କ ସହିତ ଇସ୍ରାଏଲ ଅଭିମୁଖେ ଯାତ୍ରା କରୁଛନ୍ତି। ପରବର୍ତ୍ତୀ ଖବର, କରବାଚୌଥ ବ୍ରତ ବେଳେ ଚାଲିଗଲା ମହିଳାଙ୍କ ଜୀବନ। ନିକଟରେ ଯାଇ କରବାଚୌଥ ବ୍ରତ। ଏହି ବ୍ରତରେ ମହିଳାମାନେ ଉପବାସ ରଖନ୍ତି ଏବଂ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥାନ୍ତି। ହେଲେ ଯଦି ଜଣେ ମହିଳା କରବାଚୌଥ ବ୍ରତ ପାଳନ କରିବା ବେଳେ ତାଙ୍କ ଜୀବନ ଚାଲିଯାଏ, ତେବେ ତାଙ୍କ ସ୍ୱାମୀଙ୍କୁ କିପରି ଲାଗିବ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ତାପାପଣ୍ଡିଠାରୁ। ଏହି ଅଞ୍ଚଳରେ ବାସିନ୍ଦା ତରସେମ ଲାଲ ଏବଂ ତାଙ୍କ ପରିବାର ସହିତ ଏପରି ଏକ ଅଭାବନୀୟ ଘଟଣା ଘଟିଛି।
ଘଟଣାଟି ଏପରି କରବା ଚୌଥ ଦିନ ତାପା ମଣ୍ଡିର ବାଘ କଲୋନୀ ନିବାସୀ ତରସେମ ଲାଲାଙ୍କ 59 ବର୍ଷୀୟ ପତ୍ନୀ ଆଶା ରାଣୀଙ୍କ ମୃତ୍ୟୁ ଘଟିଛି। କରବା ଚୌଥ ଦିନ ଆଶା ରାଣୀ ତାଙ୍କ ସ୍ୱାମୀ ତରସେମଙ୍କ ପାଇଁ କରବା ଚୌଥ ବ୍ରତ ରଖିଥିଲେ। ସେହି ରାତିରେ ସେ ତାଙ୍କ ସ୍ୱାମୀ ତରସେମ ଲାଲ ଏବଂ ନାତୁଣୀଙ୍କ ସହିତ କଲୋନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯାଇଥିଲେ। ଆଶା ରାଣୀ ତାଙ୍କ ବନ୍ଧୁମାନଙ୍କ ସହିତ ସଙ୍ଗୀତରେ ନାଚି ଏହି କାର୍ଯ୍ୟକ୍ରମ ପାଳନ କରୁଥିଲେ। ନାଚିବା ସମୟରେ ହଠାତ୍ ତାଙ୍କ ମୁଣ୍ଡ ବିନ୍ଧା ହୋଇଥିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପରବର୍ତ୍ତୀ ଖବର ଦୈନିକ 5.5 ନିୟୁତ ବ୍ୟାରେଲ ବ୍ୟବହାର ତେଲ। ବିଶ୍ୱର ଦ୍ୱିତୀୟ ବୃହତ ପେଟ୍ରୋଲିୟମ ଓ ଏଲପିଜି ବ୍ୟବହାରକାରୀ ଦେଶ ଭାରତରେ ଏବେ 10.60 କୋଟି ପରିବାର ଶସ୍ତା ଏଲପିଜିରେ ଘରୋଇ ରୋଷେଇ କରୁଛନ୍ତି। ଏଥିସହିତ ଦେଶରେ ପ୍ରତିଦିନ 6.7 କୋଟି ଲୋକ ପେଟ୍ରୋଲ ପମ୍ପ ଗୁଡ଼ିକୁ ଯାଇ ଗାଡ଼ିରେ ଇନ୍ଧନ ଭରୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ପୁରୀ ପରିବାର ହରଦୀପ ସିଂ ରବିବାର ଏହି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ କହିଥିବା ଏକ ପୋଷ୍ଟ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, ଭାରତ ବିଶ୍ୱର ଦ୍ୱିତୀୟ ବୃହତ ତୈଳ ଏବଂ ଏଲପିଜି ବ୍ୟବହାରକାରୀ ରାଷ୍ଟ୍ର ଭାବେ ବିବେଚିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଗଭୀର ସମୁଦ୍ରରୁ ତୈଳ ଓ ଗ୍ୟାସ ଉତ୍ତୋଳନ ଠାରୁ ଆରମ୍ଭ କରି ଗ୍ରୀନ ହାଇଡ୍ରୋଜେନ ଏବଂ ଜୈବ ଇନ୍ଧନ ଆଦି ଉତ୍ପାଦନ ସହ ଦେଶର ଭବିଷ୍ୟତକୁ ନିରାପଦ, ନିରନ୍ତର ଏବଂ ଆତ୍ମନିର୍ଭରଶୀଳ କରିବା ଲାଗିଛି। ଭାରତ ବିଶ୍ୱର ଚତୁର୍ଥ ବୃହତ ଏଲଏନଜି ଆମଦାନୀକାରୀ ଏବଂ ବିଶୋଧନ କେନ୍ଦ୍ରରେ ପରିଣତ ହୋଇଛି। ଭାରତର ପ୍ରତିଦିନ 5 ନିୟୁତ ବ୍ୟାରେଲ ତୈଳ ବ୍ୟବହାର କରୁଛି। ଶକ୍ତି ଇନ୍ଧନଠାରୁ ଅନେକ କିଛି ବୋଲି ସେ କହିଛନ୍ତି। ଶକ୍ତି ନୂଆ ଭାରତ ବୃହତ ସ୍ପନ୍ଦନ ଭାରତର ହୃତ୍ସ୍ପନ୍ଦନା ଏହି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଚଲାଉଛି, ଲୋକଙ୍କୁ ଯୋଡୁଛି। ପରବର୍ତ୍ତୀ ଖବର ବଢ଼ିପାରେ ଇପିଏଫଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର କେନ୍ଦ୍ର ଟ୍ରଷ୍ଟି ବୋର୍ଡ ବୈଠକ ଆସନ୍ତାକାଲି ହେବା। ଏକ ବୈଠକରେ ଅନେକ ପ୍ରସଙ୍ଗ ଆଲୋଚନା ହେବ। ପ୍ରଯୁକ୍ତି ଉନ୍ନତିକରଣଠାରୁ ଆରମ୍ଭ କରି ନିବେଶ ଢାଞ୍ଚାକୁ ମଜବୁତ ଆଦି ପ୍ରସଙ୍ଗ ବୈଠକ ଆଲୋଚନା କାର୍ଯ୍ୟସୂଚୀରେ ରହିଛି। କାର୍ଯ୍ୟସୂଚୀରେ ଯଦିଓ ସର୍ବନିମ୍ନ ପେନସନ ବୃଦ୍ଧି ପ୍ରସଙ୍ଗ ନାହିଁ, ତଥାପି ଏହି ପ୍ରସଙ୍ଗ ଅଣାନୁଷ୍ଠାନିକ ଭାବେ ଆଲୋଚନା ହୋଇପାରେ ବୋଲି କୁହାଯାଇଛି। ଇପିଏଫଓ ସଦସ୍ୟ ସର୍ବନିମ୍ନ ପେନସନ ରାଶି ବର୍ତ୍ତମାନ 1000 ଟଙ୍କା ରହିଛି। 11 ବର୍ଷ ହେଲା ଏଥିରେ କୌଣସି ସଂଶୋଧନ କରାଯାଇନାହିଁ। ମହଙ୍ଗା ଯୁଗରେ ଏତେ କମ୍ ପେନସନରେ ଚଳିବା ସମ୍ଭବ ହେଉନଥିବାରୁ ବିଭିନ୍ନ ମହଲରେ ସର୍ବନିମ୍ନ ପେନସନ ରାଶିକୁ 7500 ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରାଯାଉଛି, କିନ୍ତୁ ସରକାର ଏହାକୁ 2500 ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ଆଶା ରଖାଯାଇଛି।